ରାଶି ବ୍ୟକ୍ତିବିଶେଷ ରାହୁ ମହାଗ୍ରହଙ୍କର ଗୋଚରରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଦେବଦେବ ମହାଦେବଙ୍କର ଅଭିଷେକ କରନ୍ତୁ। ମା ଚାମୁଣ୍ଡାଙ୍କର ବୀଜମନ୍ତ୍ର ଓମ୍ ଐଂ ହ୍ରୀଂ କ୍ଳିଂ ଚାମୁଣ୍ଡାଇ ବିଚେ ନବାନ୍ନ ମନ୍ତ୍ର ପ୍ରତ୍ୟହ ଜପ କରନ୍ତୁ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଗ୍ରହ ଜଗତର ସବୁଠାରୁ ରହସ୍ୟମୟ ଗ୍ରହ ରାହୁ ମହାଗ୍ରହ ଚଳିତ 2025 ମସିହା ମଇ ମାସ 18 ତାରିଖ ରବିବାର ଦିନ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ ମହାଗ୍ରହ ଦ୍ୱାଦଶ ରାଶିଚକ୍ରର ଗୋଟିଏ ରାଶିରେ ପ୍ରାୟ 18 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି ଏବଂ ସମଗ୍ର ରାଶିଚକ୍ରକୁ ପରିଭ୍ରମଣ କରିବା ପାଇଁ ପ୍ରାୟ 18 ବର୍ଷ ସମୟ ନେଇଥାନ୍ତି। ପୌରାଣିକ ମାନ୍ୟତା ଅନୁଯାୟୀ ରାହୁ ମହାଗ୍ରହ ହେଉଛନ୍ତି ଶୋରଭାନୁ ନାମକ ରାକ୍ଷସର ମୁଣ୍ଡ। ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତକୁ ରାହୁ ଦେବତାମାନଙ୍କ ସାଙ୍ଗରେ ବସି ପାନ କରିଦେଇଥିବାରୁ ମୋହିନୀ ରୂପଧାରୀ ବିଷ୍ଣୁ ସୁଦର୍ଶନ ଚକ୍ରରେ ତାର ମୁଣ୍ଡ କାଟ କରିଦେଇଥିଲେ। ଶୋରଭାନୁ ଦୈତ୍ୟ ଅମୃତପାନ କରିସାରିଥିବାରୁ ତାର ଶରୀରରୁ ମୁଣ୍ଡଗଣ୍ଡି ସିନା ଅଲଗା ହୋଇଗଲା, କିନ୍ତୁ ମୃତ୍ୟୁ ହେଲା ନାହିଁ। ସେହିଦିନଠାରୁ ଶୋରଭାନୁ ଦୈତ୍ୟର ମୁଣ୍ଡକୁ କୁହାଗଲା ରାହୁ ଏବଂ ଗଣ୍ଡିକୁ କୁହାଗଲା କେତୁ। ଜ୍ୟୋତିଷୀୟ ଭାଷାରେ ରାହୁକୁ ଏକ ଛାୟାଗ୍ରହ ବୋଲି କୁହାଯାଇଥିବା ବେଳେ ଖଗୋଳ ବିଜ୍ଞାନ ବା ଆକାଶ ବିଜ୍ଞାନ ତଥ୍ୟ ଅନୁସାରେ ରାହୁ ଓ କେତୁଙ୍କୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ପରିଭ୍ରମଣ ପଥର କଟାକ୍ଷ ବିନ୍ଦୁ ବୋଲି କୁହାଯାଇଥାଏ। ଜ୍ୟୋତିଷୀୟ ଭାଷାରେ ରାହୁ ଏକ ମାୟାବୀ ଗ୍ରହ। ରାହୁ ମହାଗ୍ରହ ଜାତକରେ ଶୁଭ ବା ଅଶୁଭ ଯେଉଁ ଜାଗାରେ ଥାଆନ୍ତୁ ନା କାହିଁକି ବ୍ୟକ୍ତିକୁ ରାଜନୈତିକ ଓ କୂଟନୈତିକ ଗୁଣ ପ୍ରଦାନ କରିଥାନ୍ତି। ଜାତକରେ ରାହୁ ମହାଗ୍ରହ ଶୁଭ ଭାବରେ ଅବସ୍ଥାନ କରିଥିଲେ ସମାଜର ନିମ୍ନ ସ୍ତରରୁ ଉଠାଇ ବ୍ୟକ୍ତିକୁ ସମାଜର ସର୍ବୋଚ୍ଚ ସ୍ତରରେ ବସାଇ ପାରନ୍ତି। ଅର୍ଥାତ୍ ଭିକାରୀରୁ ରାଜା କରିଦେବାର ତାକତ ରାହୁ ମହାଗ୍ରହଙ୍କର ରହିଥାଏ। ସେହିପରି ରାହୁ ମହାଗ୍ରହ ଅଶୁଭ ଭାବରେ ଜାତକରେ ଅବସ୍ଥାନ କରିଥିଲେ ରାଜପଦରୁ ଓହ୍ଲାଇ ଦାଣ୍ଡର ଭିକାରୀ କରିଦେବାର ନଜିର ମଧ୍ୟ ଅଛି। ବୈଦିକ ଯୁଗର ଆର୍ଯ୍ୟ ଋଷିଗଣ ରାହୁ ମହାଗ୍ରହଙ୍କୁ ସୂର୍ଯ୍ୟଙ୍କ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଗ୍ରହ ରୂପେ ବିବେଚନା କରିଯାଇଛନ୍ତି। କିନ୍ତୁ ଦେଖାଯାଇଛି ଯେ ରାହୁ ମହାଗ୍ରହ ଜାତକର ଯେତେ ଭଲ ଜାଗାରେ ବା ଯେତେ ଶୁଭ ଭାବରେ ଅବସ୍ଥାନ କରିଥିଲେ ସୁଦ୍ଧା ନିଜର ନୈସର୍ଗିକ ଗୁଣ ଯୋଗୁଁ ବ୍ୟକ୍ତିକୁ ସମୟ ସମୟରେ ବଡ଼ ଅସୁବିଧାରେ ଅଥବା ବଡ଼ ସମସ୍ୟା ଭିତରେ ପକାଇ ଦେଇଥାନ୍ତି। ରାହୁ ମହାଗ୍ରହ ଦୀର୍ଘ ଦିନ ଧରି ବୃହସ୍ପତିଙ୍କ ରାଶି ମୀନ ରାଶିରେ ଅବସ୍ଥାନ କଲା ପରେ ଚଳିତ 2025 ମସିହା ମଇ ମାସ 18 ତାରିଖ ସନ୍ଧ୍ୟା 5:08 ଶନି ମହାଗ୍ରହଙ୍କ ରାଶି କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଜାଣିବା ରାହୁ ମହାଗ୍ରହଙ୍କର କୁମ୍ଭ ରାଶିରେ ପ୍ରବେଶ ଦ୍ୱାଦଶ ରାଶିଚକ୍ରର ସବା ଶେଷ ରାଶି ମୀନ ରାଶି ଉପରେ ଆସନ୍ତା 1.5 ବର୍ଷ ବା 18 ମାସ ପାଇଁ କ'ଣ ପ୍ରଭାବ ପକାଇବ? ରାହୁ ମହାଗ୍ରହ ଦୀର୍ଘ 1.5 ବର୍ଷ ଧରି ମୀନ ରାଶିରେ ଅବସ୍ଥାନ କରିଥିବାରୁ
ରାହୁ କୁମ୍ଭ ରାଶିରେ ପ୍ରବେଶ କଲେ ମୀନ ରାଶି ଜାତ ବ୍ୟକ୍ତି ରାହୁ ମହାଗ୍ରହଙ୍କର କବଳରୁ ମୁକ୍ତ ହୋଇଯିବେ। ବର୍ତ୍ତମାନ ସମୟରେ ମୀନ ରାଶି ବ୍ୟକ୍ତି ଶନି 7.5ର ପ୍ରକୋପ ସହିତ ରାହୁଙ୍କର ଯୁକ୍ତିରେ ଯେଉଁ ଯନ୍ତ୍ରଣା ପାଉଛନ୍ତି, ଚଳିତ 2025 ମସିହା ମଇ ମାସ 18 ତାରିଖ ପରେ ସେହି ଯନ୍ତ୍ରଣାର ଅର୍ଦ୍ଧାଧିକ ଭାଗ ଲାଘବ ହୋଇଯିବ। କେତେଗୁଡ଼ିଏ କ୍ଷେତ୍ରରେ ମୀନ ରାଶି ବ୍ୟକ୍ତି ଯେଉଁ ଅସଫଳତା ଭୋଗ କରିଆସୁଥିଲେ, ସେହିସବୁ କ୍ଷେତ୍ରର କାର୍ଯ୍ୟଧାରା ସହଜରେ ସମ୍ପନ୍ନ ହୋଇଯିବ, ଯାହାକି ମୀନ ରାଶି ବ୍ୟକ୍ତି କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। ରାହୁ ମହାଗ୍ରହଙ୍କର ମୀନ ରାଶିରୁ ପ୍ରତ୍ୟାବର୍ତ୍ତନ ମୀନ ରାଶି ପାଇଁ ସଫଳତାର ରାସ୍ତା ଖୋଲିଦେବ। ରାହୁ ଏକ ମାୟାବୀ ଗ୍ରହ ଏବଂ ଛାୟା ଗ୍ରହ ହୋଇଥିଲେ ସୁଦ୍ଧା ଗ୍ରହ ଜଗତର ସର୍ବାପେକ୍ଷା ଶକ୍ତିଶାଳୀ ଗ୍ରହ ହୋଇଥିବାରୁ ମୀନ ରାଶି ଜାତ ବ୍ୟକ୍ତିଙ୍କ ପାରିବାରିକ ଜୀବନ ସୁଖମୟ ରହିବ। ପରିବାର ଭିତରେ ହଜିଯାଇଥିବା ସୁଖ ସମୃଦ୍ଧି ପୁଣି ଫେରିଆସିବ। ବ୍ୟବସାୟ କରୁଥିଲେ ପୂର୍ବ କ୍ଷତିର ଭରଣା ହୋଇ ବାଣିଜ୍ୟ ବ୍ୟବସାୟର ପ୍ରସାର ବଢ଼ିବ। ବୈଦେଶିକ ବାଣିଜ୍ୟ ବା ଏକ୍ସପୋର୍ଟ ଇମ୍ପୋର୍ଟ ବିଜନେସରେ ଥିବା ବ୍ୟକ୍ତି ବେପାରରୁ ପ୍ରଚୁର ଧନ ଉପାର୍ଜନ କରିବେ। ଚାକିରି କରୁଥିବା ମୀନ ରାଶି ଜାତ ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ମାନ ସମ୍ମାନରେ ବୃଦ୍ଧି ଘଟିବ। ଚାକିରିରେ ପ୍ରମୋସନ ଓ ମନ ମୁତାବକ ଜାଗାକୁ ବଦଳି ହେବାର ଯୋଗ ଦେଖାଯିବ। ବଡ଼ କଥା ହେଲା, ଦୀର୍ଘ 1.5 ବର୍ଷ ଧରି ଯେଉଁ ଅଳସୁଆପଣ ଲାଗି ରହିଥିଲା, ସେଥିରୁ ମୁକ୍ତି ପାଇ କର୍ମଠ ଜୀବନ ଆରମ୍ଭ କରିବେ। ଏପରିକି ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କରେ ରହିଥିବା ବ୍ୟକ୍ତି ବ୍ରେକଅପ୍ ହୋଇଯାଇଥିବା ସମ୍ପର୍କଟିକୁ ପୁଣି ପୁନର୍ଜୀବିତ କରିପାରିବେ। ପ୍ରେମୀ ଯୁଗଳ ପରସ୍ପର ଭିତରେ ଥିବା ମତଭେଦ ଭୁଲିଯାଇ ପୁଣି ହସ ଖୁସିରେ ମାତିଯିବେ ଏବଂ ସାଙ୍ଗ ହୋଇ ନୂତନ ଜାଗାକୁ ବୁଲିଯିବାର ମଧ୍ୟ ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମୀନ ରାଶିର ବ୍ୟୟଭାବସ୍ଥ ରାହୁ ମୀନ ରାଶି ଜାତ ବ୍ୟକ୍ତି ବିଶେଷଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିବାର ସମ୍ଭାବନା ରହିଅଛି। ଚର୍ମଗତ ରୋଗ, ରକ୍ତ ବିକାର ଜନିତ ବ୍ୟାଧି, ମାନସିକ ରୋଗ, ପେଟ ଭିତରେ ଆନ୍ତରିକ ରୋଗ, ଗ୍ୟାସ୍ ଓ ଅଲସର ଭଳି ରୋଗ ମଧ୍ୟ ରାହୁ ସୃଷ୍ଟି କରିପାରେ। ଏହାଛଡ଼ା ଯାତ୍ରା ସମୟରେ ଆକସ୍ମିକ ଦୁର୍ଘଟଣା ମଧ୍ୟ ଘଟାଇବାର ସମ୍ଭାବନା ରହିଅଛି। ତେଣୁ ଆଗାମୀ 18 ମାସ ପର୍ଯ୍ୟନ୍ତ ଏହିସବୁ ରୋଗ ଏବଂ ରାହୁ ଜନିତ ଅଶୁଭତ୍ୱରୁ ରକ୍ଷା ପାଇବା ପାଇଁ ମା ଦୁର୍ଗାଙ୍କର ଶରଣାପନ୍ନ ହୁଅନ୍ତୁ। ପ୍ରତ୍ୟହ ନବାନ ମନ୍ତ୍ର ଜପ କରିଲେ ସବୁ ସମସ୍ୟାର ସମାଧାନ ହୋଇଥାଏ। ପରିଶେଷରେ ମୀନ ରାଶି ଜାତ ବ୍ୟକ୍ତି ବିଶେଷ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।